ବନ୍ଧୁଗଣ 2025 ମସିହା ଶୁଭ ଆଣିଦେବ ଏହି ରାଶି ବ୍ୟକ୍ତିମାନଙ୍କ ପାଇଁ। ଏବେଠାରୁ ସରିବାକୁ ଯାଉଛି ସେମାନଙ୍କ ଜୀବନରେ ଶନି 10.5, ଯାହାକି ଶନିଦେବଙ୍କ ଶୁଭ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି କିଛି ଗୋଟି ରାଶିଚକ୍ରଙ୍କ ଉପରେ। ଏହି ରାଶିର ବ୍ୟକ୍ତିମାନେ ହେବାକୁ ଯାଉଛନ୍ତି ମହାଭାଗ୍ୟଶାଳୀ। ଭଗବାନ ଶନିଦେବଙ୍କର ରହିବାକୁ ଯାଉଛି ଶୁଭ କୃପା ଦୃଷ୍ଟି। ବନ୍ଧୁଗଣ, ଶନିଦେବ ହେଉଛନ୍ତି ନ୍ୟାୟର ଦେବତା। ଶନିଦେବଙ୍କୁ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା ପ୍ରାୟ ଦୀର୍ଘ 2.5 ବର୍ଷ ଲାଗିଥାଏ। ତା ସହିତ ଶନି ଦଶା ଏବଂ ଶନି 10.5 ସରିବାକୁ ଦୀର୍ଘ ଦିନ ଧରି ସମୟ ଲାଗିଥାଏ, ଯାହାକି ଏହାର ପ୍ରଭାବରେ ସମ୍ପୂର୍ଣ୍ଣ 12 ଗୋଟି ରାଶିଚକ୍ରଙ୍କ ଉପରେ ପ୍ରଭାବ ପଡ଼ିବାକୁ ଯାଉଛି। ସେଥିମଧ୍ୟରୁ କିଛି ଗୋଟି ରାଶି ହେବାକୁ ଯାଉଛନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ। ବନ୍ଧୁଗଣ, ନୂତନ ବର୍ଷ 2025 ମସିହା ଆରମ୍ଭ ହୋଇସାରିଲାଣି। ତା ସହିତ ଏହି 2025 ମସିହାରେ ଅନେକ ଗ୍ରହ ନକ୍ଷତ୍ର ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏମାନଙ୍କ ମଧ୍ୟରୁ ନ୍ୟାୟର ଦେବତା ଶନିଦେବ ମଧ୍ୟ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବନ୍ଧୁଗଣ, ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ। ଶନିଦେବ ଏବେ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି। ଅର୍ଥାତ୍ ଏହି 2025 ମସିହା ମାର୍ଚ୍ଚ ମାସରେ କୁମ୍ଭ ରାଶିରୁ ମୀନ ରାଶିକୁ ଶନିଦେବ ଚଳନ କରିବାକୁ ଯାଉଛନ୍ତି, ଯାହାକି କେତେ ଗୋଟି ରାଶିଙ୍କର ସୁବର୍ଣ୍ଣର ଦିନ ଆରମ୍ଭ ହେବାକୁ ଯାଉଅଛି। ଶନି ଦଶା ସରିବାକୁ ଯାଉଛି ସେମାନଙ୍କ ଭାଗ୍ୟଚକ୍ର ଉପରୁ। ବନ୍ଧୁଗଣ, ଜାତକରେ ଯଦି ଶନିଦେବଙ୍କ ସ୍ଥିତି ମଜବୁତ ରହିଥାଏ, ସେ ବ୍ୟକ୍ତି ଯେକୌଣସି ସମସ୍ୟା ଆସିଲେ ମଧ୍ୟ ଅତି ସହଜରେ ସମାଧାନ କରିବା ସହିତ ପୂର୍ଣ୍ଣ ଫଳ ଲାଭ କରିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଶନିଦେବଙ୍କ କୁପ୍ରଭାବ ପଡ଼ିଥାଏ, ସତ ଚେଷ୍ଟା କଲେ ମଧ୍ୟ ସେ ତା ଜୀବନରେ ଉନ୍ନତି କରିନଥାଏ, ଯାହାକି ବହୁତ ପରିଶ୍ରମ କରି ମଧ୍ୟ ହ୍ରାସ ହୋଇଯାଏ। ବନ୍ଧୁଗଣ, ହୁଏତ ଏହି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଭିତରେ ଆପଣଙ୍କ ରାଶି ଥାଇପାରେ। ଆପଣମାନେ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଯାହାଫଳରେ କି ଆମର ପ୍ରଥମ ନୋଟିଫିକେସନ ଆପଣଙ୍କ ପାଖରେ ଯାଇ ପହଞ୍ଚି ପାରିବ। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ଭାଗ୍ୟଶାଳୀ ପ୍ରଥମ ରାଶିଚକ୍ରଙ୍କ ବିଷୟରେ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛନ୍ତି ମେଷ ରାଶି, ଯାହାକି 2025 ମସିହା ଆରମ୍ଭରୁ ଶନି 10.5 ସରିବାକୁ ଯାଉଅଛି ଏମାନଙ୍କ ଜୀବନରୁ। ଏମାନଙ୍କର ଲାଗି ରହିଥିବା ସମସ୍ୟା ଏବେ ସମାପ୍ତ ହେବା ପାଇଁ ଯାଉଛି ପ୍ରଭୁ ଶନିଦେବଙ୍କ ଶୁଭ କୃପା ଦୃଷ୍ଟି। ମେଷ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏହି 2025 ମସିହା ଆରମ୍ଭରୁ, ଯାହାକି ସେମାନଙ୍କର ଲାଗି ରହିଥିବା ସମସ୍ତ ସମସ୍ୟା ସରିବା ସହିତ ନୂତନ ଜୀବନ ଆରମ୍ଭ ହେବା ପାଇଁ ଯାଉଅଛି। ମେଷ ରାଶି ବ୍ୟକ୍ତିଙ୍କ କୁଣ୍ଡଳୀରେ ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଅଛି, ଯାହାଫଳରେ କି ଏହି ବ୍ୟକ୍ତିମାନେ ପ୍ରତିଟି କାର୍ଯ୍ୟରେ ସଫଳତା ହାସଲ କରିବେ। ଚାକିରି କ୍ଷେତ୍ରରେ ନୂତନ ପଦବୀ ପାଇବା ସହିତ ଦରମା ମଧ୍ୟ ବୃଦ୍ଧି ପାଇବା ପାଇଁ ଯାଉଅଛି। ଆପଣଙ୍କର ଯେକୌଣସି କୋର୍ଟ କଚେରୀ ଲାଗି ରହିଥିବା ମାମଲା ସମସ୍ତ ସପକ୍ଷ ଆପଣଙ୍କ ରାୟ ଦେବ, ଯାହାକି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଲାଗିଥିବା ସମସ୍ୟା ସବୁ ଏବେ ଦୂର ହେବା ପାଇଁ ଯାଉଅଛି। ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ନୂତନ ଉନ୍ନତି ଦେଖାଦେବ। ଆପଣଙ୍କ ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବାର ଯୋଗ ବନୁଅଛି, ଯାହାଫଳରେ କି ଆପଣଙ୍କ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଫେରି ପାଇବ। ବିଜନେସ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିବା ସହିତ ଅନ୍ୟକୁ ଆପଣ ସହଯୋଗ ସହାନୁଭୂତି ଦେଖେଇ ପାରନ୍ତି, ଯାହାଫଳରେ କି ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଆପଣଙ୍କର ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ କଟିବା ପାଇଁ ଯାଉଅଛି ଏହି 2025 ମସିହା ଆରମ୍ଭ ଠାରୁ। ଲାଗି ରହିଥିବା ସମସ୍ତ ବାଦ ବିବାଦ ଏବେ ସମାପ୍ତ ହେବାକୁ ଯାଉଅଛି ଆପଣଙ୍କ ଜୀବନର। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି। ମା ଲକ୍ଷ୍ମୀଙ୍କ ଶୁଭ ଆଶୀର୍ବାଦ ଆପଣଙ୍କ ରାଶିଚକ୍ରରେ ଥିବାରୁ ଆର୍ଥିକ ସମସ୍ୟା ଏବେ ଦୂର ହେବା ପାଇଁ ଯାଉଅଛି। ପୌତ୍ରିକ ସମ୍ପତ୍ତିରୁ ଆପଣ ଲାଭବାନ ହୋଇପାରନ୍ତି। ଆପଣଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିଥିବାରୁ ପ୍ରଭୁ ଶନିଦେବଙ୍କର ଶୁଭ ଆଶୀର୍ବାଦ ଆପଣଙ୍କ ରାଶିଚକ୍ର ଉପରେ ପଡ଼ିଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବାକୁ ଯାଉଅଛି ଏହି 2025 ମସିହା ଆରମ୍ଭରୁ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଦ୍ୱିତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି ବୃଷ ରାଶି। ବୃଷ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି 2025 ମସିହା ଆରମ୍ଭରୁ, ଯାହା ଫଳରେ କି ପ୍ରଭୁ ଶନିଦେବଙ୍କର ଶୁଭ ଆଶୀର୍ବାଦ ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେଉଛି। ଆପଣଙ୍କର ଅଟକି ଥିବା ସମସ୍ତ କାର୍ଯ୍ୟ ମଧ୍ୟ ଏବେ ସମାପ୍ତ ହେବା ପାଇଁ ଯାଉଅଛି।
ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ଏବେ ପୂର୍ଣ୍ଣ ହେବା ପାଇଁ ଯାଉଅଛି। ପୂର୍ଣ୍ଣସାତ ଦେବାକୁ ଯାଉଛି ଆପଣଙ୍କ ଭାଗ୍ୟ। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ପ୍ରତିଟି କାର୍ଯ୍ୟ ଆପଣଙ୍କର ସଫଳତା ଆଣିଦେବ। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଟଙ୍କା ଇନଭେଷ୍ଟ କରିବା ସହିତ ଅନ୍ୟକୁ ସହଯୋଗ ସହାନୁଭୂତି ମଧ୍ୟ ଦେଖେଇ ପାରନ୍ତି, ଯାହା ଫଳରେ କି ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଚାକିରି କ୍ଷେତ୍ରରେ ଆପଣ ପଦୋନ୍ନତି ପାଇପାରନ୍ତି। ତା ସହିତ ଆପଣଙ୍କର ଦରମା ମଧ୍ୟ ବୃଦ୍ଧି। ଆପଣଙ୍କର ଲାଗି ରହିଥିବା ଆର୍ଥିକ ସମସ୍ୟା ଏବେ ସମାପ୍ତ ହେବା ପାଇଁ ଯାଉଅଛି। ଅଚାନକ ଆପଣଙ୍କର ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି। ଆପଣ ଯେକୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନା କାହିଁକି ସେଥିରେ ସଫଳତା ଆପଣଙ୍କୁ ନିଶ୍ଚୟ ମିଳିବ। ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ଏବେ ପୂର୍ଣ୍ଣ ହେବା ପାଇଁ ଯାଉଅଛି। ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି ପ୍ରଭୁ ଶନିଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ଏବେ ଆସନ୍ତୁ ଜାଣିବା ତୃତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ତୃତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି ସିଂହ ରାଶି। ସିଂହ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି 2025 ସିଂହ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି 2025 ମସିହା ଆରମ୍ଭରୁ, ଯାହା ଫଳରେ କି ସେମାନଙ୍କର ଭାଗ୍ୟ ସେମାନଙ୍କୁ ପୁନଃସାଥ ଦେବା ପାଇଁ କୋର୍ଟ କଚେରୀ ମାମଲା ଆପଣଙ୍କର ଅତ୍ୟନ୍ତ ସମସ୍ତ ରାୟ ଆପଣଙ୍କ ସପକ୍ଷରେ ମିଳିବ, ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଲାଗି ରହିଥିଲେ ସେ ସବୁ ଏବେ ଦୂର ହେବା ପାଇଁ ଯାଉଅଛି। ଆପଣଙ୍କ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ବନଉଛି, ଯାହା ଫଳରେ କି ଆପଣଙ୍କ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଫେରି ପାଇବେ। ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବ, ଯାହାକି ଆପଣଙ୍କୁ ଅଚାନକ କିଛି ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ବନୁଅଛି। ପୌତ୍ରିକ ସମ୍ପତ୍ତିରୁ ମଧ୍ୟ ଆପଣ ଲାଭବାନ ହୋଇପାରନ୍ତି। ଲାଗି ରହିଥିବା ଆର୍ଥିକ ସମସ୍ୟା ଏବେ ଦୂର ହେବା ପାଇଁ ଯାଉଅଛି। ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି। ଆପଣଙ୍କ ଭାଗ୍ୟ ଏଇ 2025 ମସିହା ଠାରୁ ଅତ୍ୟନ୍ତ ଚମକିବାକୁ ଯାଉଛି, ଯାହା ଫଳରେ କି ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ପ୍ରତିଟି କାର୍ଯ୍ୟରେ ସଫଳ ହେବା ପାଇଁ ଯାଉଅଛି। ଆପଣଙ୍କର ପ୍ରତିଟି କାର୍ଯ୍ୟରେ ସଫଳ ପାଇବା ପାଇଁ ଯାଉଛନ୍ତି। ତା ସହିତ ଭାଗ୍ୟ ଆପଣଙ୍କୁ ପୁନଃସାଥ ଦେଉଛି ପ୍ରଭୁ ଶନିଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ଏବେ ଆସନ୍ତୁ ଜାଣିବା ଚତୁର୍ଥ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଚତୁର୍ଥ ଭାଗ୍ୟଶାଳୀ ରାଶି ହେଲେ ଧନୁ ରାଶି। ଧନୁ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି 2025 ମସିହାରୁ। ଭାଗ୍ୟ ଆପଣଙ୍କୁ ପୁନଃସାଥ ଦେବା ପାଇଁ ଯାଉଅଛି। ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ଏବେ ପୂର୍ଣ୍ଣ ହେବା ପାଇଁ ଯାଉଅଛି। କୋର୍ଟ କଚେରୀ ମାମଲା ସମସ୍ତ ରାୟ ଆପଣଙ୍କ ସପକ୍ଷରେ ଯିବ। ପୌତ୍ରିକ ସମ୍ପତ୍ତିରୁ ମଧ୍ୟ ଆପଣ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ବନୁଅଛି। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି। ଆପଣଙ୍କ ପରିବାରରେ ଲାଗି ରହିଥିବା ତିକ୍ତତା ଏବେ ଦୂର ହୋଇ ସୁଖ ଶାନ୍ତି ସମୃଦ୍ଧି ଫେରି ପାଇବେ, ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟ ଅବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ସହିତ ସ୍ୱାସ୍ଥ୍ୟର ଉନ୍ନତି ଘଟିବ। ଚାକିରି କ୍ଷେତ୍ରରେ ମଧ୍ୟ ଆପଣ ପଦୋନ୍ନତି ପାଇପାରନ୍ତି, ଯାହା ଫଳରେ କି ଆପଣଙ୍କ ଦରମା ମଧ୍ୟ ଆପଣଙ୍କର ସମୟ ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳମୟ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣ ହେବା ପାଇଁ ଯାଉଅଛି ପ୍ରଭୁ ଶନିଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ଏବେ ଆସନ୍ତୁ ଜାଣିବା ପଞ୍ଚମ ଭାଗ୍ୟଶାଳୀ ରାଶିଚକ୍ରଙ୍କ ପଞ୍ଚମ ଭାଗ୍ୟଶାଳୀ ରାଶି ହେଉଛନ୍ତି ତୁଳା ରାଶି। ତୁଳା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି 2025 ମସିହା ଆରମ୍ଭରୁ, ଯାହାକି ସେମାନଙ୍କ ଜୀବନରେ ଅତ୍ୟନ୍ତ ଶୁଭ ଫଳ ମିଳିବ। ପ୍ରଭୁ ଶନିଦେବଙ୍କ ଶୁଭ କୃପା ଦୃଷ୍ଟି ଆପଣଙ୍କ ଭାଗ୍ୟଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ଆପଣଙ୍କର ଲାଗି ରହିଥିବା ସମସ୍ୟା ଏବେ ଦୂର ହେବା ପାଇଁ ଯାଉଅଛି। କୋର୍ଟ କଚେରୀ ମାମଲା ସମସ୍ତ ରାୟ ଆପଣଙ୍କ ସପକ୍ଷରେ ଯିବ, ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟ ଅବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ପାଇଁ ଯାହାକି ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିବା ସହିତ ଅନ୍ୟକୁ ସହଯୋଗ ସହାନୁଭୂତି ଦେଖେଇ ସମାଜରେ ମାନ ସମ୍ମାନ ଯଶ ଆପଣଙ୍କର ବୃଦ୍ଧି ପାଇବ। ଆପଣଙ୍କ ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ବନୁଅଛି। ତା ସହିତ ଆପଣଙ୍କ ଗୃହରେ ମଧ୍ୟ ସୁଖ ଶାନ୍ତି ସମୃଦ୍ଧି ଫେରି ପାଇବ। ଅଚାନକ ଆପଣ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି। ଆପଣଙ୍କର ଲାଗି ରହିଥିବା ଆର୍ଥିକ ସମସ୍ୟା ଏବେ ସମାପ୍ତ ହେବା ପାଇଁ ଯାଉଅଛି। ପୌତ୍ରିକ ସମ୍ପତ୍ତିରୁ ମଧ୍ୟ ଆପଣ ଲାଭବାନ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ। ଚାକିରି କ୍ଷେତ୍ରରେ ଆପଣ ନୂତନ ପଦବୀ ପାଇବା ସହିତ ଦରମା ମଧ୍ୟ ଆପଣଙ୍କର ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ରରେ ଆପଣ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ବନୁଅଛି। ଏହି ତୁଳା ରାଶିର ବ୍ୟକ୍ତିମାନେ ଯାହାକି ବିଦେଶରେ କୌଣସି ବ୍ୟବସାୟ ବାଣିଜ୍ୟ ଆରମ୍ଭ କରୁଥାନ୍ତି ତ ଅତ୍ୟନ୍ତ ଶୁଭ ଫଳ ମଧ୍ୟ ଆପଣଙ୍କୁ ମିଳିବ।
ଏହି ସମୟରେ ବିଜନେସ୍ ଆରମ୍ଭ କଲେ ଆପଣଙ୍କୁ 2 ଗୁଣ ଲାଭ ମିଳିବ। ଆପଣଙ୍କର ଅତ୍ୟନ୍ତ ଶୁଭମୟ ହେବା ପାଇଁ ଯାଉଥିବାରୁ ଆପଣଙ୍କ ଭାଗ୍ୟଚକ୍ର ଉପରେ ପ୍ରଭୁ ଶନିଦେବଙ୍କ ଶୁଭ କୃପା ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ଷଷ୍ଠ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଷଷ୍ଠ ଭାଗ୍ୟଶାଳୀ ରାଶି ହେଉଛନ୍ତି କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି, ଯାହା ଫଳରେ କି ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। 2025 ମସିହା ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ଆପଣଙ୍କ ଭାଗ୍ୟ ପୁନଃସାଥ ଦେବା ପାଇଁ ଯାଉଅଛି। ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ହେବା ପାଇଁ ଯାଉଅଛି। ଲାଗି ରହିଥିବା ପରିବାରରେ ତିକ୍ତତା ଏବେ ସମାପ୍ତ ହୋଇ ଆପଣଙ୍କ ଗୃହରେ ସୁଖ ଶାନ୍ତି ସମୃଦ୍ଧି ଫେରି ପାଇବେ। ଆପଣଙ୍କର ଲାଗି ରହିଥିବା କୋର୍ଟ କଚେରୀ ମାମଲା ସମସ୍ତ ରାୟ ଆପଣଙ୍କ ସପକ୍ଷରେ ଯିବ, ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ 2 ଗୁଣ ଲାଭ କରିବାକୁ ଯାଉଛନ୍ତି। ତା ସହିତ ଅନ୍ୟକୁ ସହଯୋଗ ସହାନୁଭୂତି ଦେଖେଇଥିବାରୁ ଆପଣଙ୍କର ସମାଜରେ ମାନ ସାମଞ୍ଜସ୍ୟ ବୃଦ୍ଧି ପାଇବା ପାଇଁ ଯାଉଅଛି। ଅଟକିଥିବା ସମସ୍ତ କାର୍ଯ୍ୟ ଆପଣଙ୍କର ପୂର୍ଣ୍ଣ ହେବା ପାଇଁ ଯାଉଅଛି। ଆପଣଙ୍କର ଲାଗି ରହିଥିବା ଆର୍ଥିକ ସମସ୍ୟା ଏବେ ଦୂର ହୋଇ ଅଚାନକ ଧନପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି। ପୌତ୍ରିକ ସମ୍ପତ୍ତିରୁ ଆପଣ ଲାଭବାନ ହୋଇପାରନ୍ତି। କୁମ୍ଭ ରାଶି ବ୍ୟକ୍ତିଙ୍କର କୁଣ୍ଡଳୀରୁ ଶନି ଦଶା ଶେଷ ହେଉଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବାକୁ ଯାଉଅଛି ପ୍ରଭୁ ଶନିଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ତ ବନ୍ଧୁଗଣ, ଏଇ ସବୁ ଥିଲା ଭାଗ୍ୟଶାଳୀ ରାଶିଚକ୍ରଙ୍କର ଭାଗ୍ୟଫଳ, ଯାହାକି 2025 ମସିହା ଆରମ୍ଭରୁ ସରିଲା ଶନି ସାଢେ ସାତି ଦଶା, ଯାହାକି ସେମାନଙ୍କ ଜୀବନର ପ୍ରତିଟି କାର୍ଯ୍ୟ ସୁଖ ଶାନ୍ତି ସମୃଦ୍ଧି ସହିତ ମଙ୍ଗଳମୟ ହେବାକୁ ଯାଉଛି ଏହି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଉପରେ ପ୍ରଭୁ ଶନିଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ତ ଆପଣମାନଙ୍କୁ ଭିଡିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ଜୟ ଶନିଦେବ ଲେଖି ଜଣାନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଏବଂ ଭିଡିଓଟିକୁ ଲାଇକ୍ କରନ୍ତୁ।